ଇରାନ ସହ ଆମେରିକାର ଯୁଦ୍ଧ ବିରୋଧୀକୁ ନେଇ ବର୍ତ୍ତମାନ ସମୟରେ ଯେତିକି ଚର୍ଚ୍ଚା ଚାଲିଛି ତାଠୁ ଆହୁରି ଅଧିକ ଆଶ୍ଚର୍ଯ୍ୟ କଲା ଭଳି ଚର୍ଚ୍ଚା ହେଉଛି ଯେ ପାକିସ୍ତାନର ମଧ୍ୟସ୍ଥତା କଥା। ତେବେ ଆତଙ୍କୀ ଦେଶ ହାତରେ ମଧ୍ୟସ୍ଥତାର ବଟନ ଲାଗିଛି। ଏ କଥା କାହାକୁ ହୁଏତ ହଜମ ହେଉ ବା ନ ହେଉ ଆମେରିକାର ପୋଲ ଖୋଲି ଦେଇଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ ସରିଫ। ତେବେ ଆମେରିକା ପ୍ରସ୍ତୁତ କରିଥିଲା ଶାନ୍ତି ଚୁକ୍ତିର ଡ୍ରାଫ୍ଟ ଆଉ ପାକ୍ ପିଏମ ପୋଷ୍ଟ କରି ଏ ସବୁର ଗୁମରକୁ ଫିଟାଇ ଦେଇଛନ୍ତି ବା ଖୋଲି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା ଯେ କାହିଁକି ପାକିସ୍ତାନକୁ ମଧ୍ୟସ୍ଥତା ପାଇଁ ବାଛିଲା ଆମେରିକା। ତେବେ ଆପଣ ଏଇଠି ଗୋଟେ କଥା ଜାଣି ରଖନ୍ତୁ ବା ଆପଣ ଜାଣିଥିବେ ଯେ ସବୁଠୁ ଶକ୍ତିଶାଳୀ ଦେଶ ହେଉଛି ଆମେରିକା। ଯେମିତି କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସବୁବେଳେ ନିଜର ଦବଦବା ଜାହିର କରିଥାନ୍ତି ଏବଂ ସବୁଠୁ ରାଷ୍ଟ୍ର ଭିତରେ ନମ୍ବର 1 ରହିଛନ୍ତି ଯେମିତି କି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକା। ତେବେ ଅନେକ ସମୟରେ ବାରମ୍ବାର ଯୁଦ୍ଧ ବିରତି ପାଇଁ କହୁଥିଲେ ବା ଧମକ ଦେଉଥିଲେ। ଏ କଥାକୁ କିନ୍ତୁ ଇରାନ କୌଣସି ପ୍ରକାର ମାନିବାକୁ ନାରାଜ ଥିଲା ଏବଂ ଶୁଣିଲାନି। ଏହା ପରେ ବାଧ୍ୟ ହୋଇ ସେ ଭାବିଲେ ଯେ ପାକିସ୍ତାନ ହେଉଛି ଗୋଟିଏ ବାଟ ଯେ କି ପାକିସ୍ତାନକୁ ନିଜର ମଧ୍ୟସ୍ଥତା ଜାହିର କଲେ। ତେବେ ପ୍ରଥମେ ଆମେ ଯଦି ଚାହିଁବା ଏହା ଉପରେ ଆଲୋଚନା କରିବା ଯେ ଆମେରିକାର ସ୍କ୍ରିପ୍ଟ ପାକିସ୍ତାନର ଭଏସ, ଅର୍ଥାତ୍ ଆମେ ଏଠି କହି ରଖିଛୁ ଯେ ହ୍ୱାଇଟ ହାଉସ ରେ ଯେଭଳି ଭାବେ ଆମେରିକାରେ ଗୋଟେ ସ୍କ୍ରିପ୍ଟ ଲେଖାଗଲା କିନ୍ତୁ ପାକିସ୍ତାନ ତାର ଭଏସ ଓଭର ସାଜିଲା। ତେବେ ସମୀକରଣର ଯେମିତି ଆମେ କହିବା ଏ ସବୁ ସମୀକରଣର ଗୋଟେ ପ୍ରକାର ଚ୍ୟାନେଲ ହେଲା ପାକିସ୍ତାନ। ଅର୍ଥାତ୍ ଯେତେବେଳେ ଆମେରିକା ପାକିସ୍ତାନକୁ ମଧ୍ୟସ୍ଥତା କରିବାକୁ କହିଲା ବା ଡ୍ରାଫ୍ଟ ପ୍ରସ୍ତୁତ କଲା, ଏହି ସମୟରେ ଏହାକୁ ପୋଷ୍ଟ କଲେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଏବଂ କେଉଁଠି ନା କେଉଁଠି ତା ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଏରର ଦେଖାଇଲା ସେଠୁ ସ୍ପଷ୍ଟ ଜଣା ପଡିଲା, ଅନ୍ୟମାନେ ମଧ୍ୟ ସମସ୍ତେ ଜାଣିଗଲେ ଯେ ପାକିସ୍ତାନକୁ ବକ୍ରା ବନାଇଲା ଆମେରିକା ଏବଂ ମୋହରା ବନାଇଲା ଆମେରିକା। ତେବେ 3 ନମ୍ବର ପଏଣ୍ଟ ହେଉଛି ଆମେରିକା ପାକିସ୍ତାନକୁ କହିଲା ତୁମେ ଯୁଦ୍ଧ ବନ୍ଦ କରାଅ। ଅର୍ଥାତ୍ ସେ ଯେତେବେଳେ ଏଠି ଆମେ ଆପଣଙ୍କୁ ଗୋଟେ କଥା କହି ରଖୁଛୁ, ଯେତେବେଳେ ନମ୍ବର 1 ରାଷ୍ଟ୍ର ହେଲା ଆମେରିକା ଏବଂ 16 ନମ୍ବରରେ ରହିଛି ଇରାନ। ଇରାନର ସ୍ଥାନ ରହିଛି 16 ନମ୍ବର। ଯେତେବେଳେ ଆମେରିକାର ରାଷ୍ଟ୍ରପତି ଇରାନକୁ କହିଲେ ବା ଧମକ ଦେଲେ ଯୁଦ୍ଧ ବିରତି ପାଇଁ, କିନ୍ତୁ କୌଣସି ପ୍ରକାର ନିଜ ଜିଦରେ ଅଟଳ ରହିଲା ଇରାନ। ତେବେ ଇରାନ ନିଜର କୋଉଠି ନା କେଉଁଠି ମୁଣ୍ଡ ନୁଆଇଲାନି, ପଛ ଘୁଞ୍ଚା ମଧ୍ୟ ଦେଲା ନାହିଁ। ଶେଷରେ ବାଧ୍ୟ ହୋଇ ଟ୍ରମ୍ପ ଭାବିଲେ ଏହା ଦ୍ୱାରା ଗୋଟିଏ ବାଟ ଗୋଟିଏ ରାସ୍ତା ତାଙ୍କୁ ଦେଖାଗଲା ଯେ ପାକିସ୍ତାନ ହୁଏତ ଏହାକୁ ଯୁଦ୍ଧ ବନ୍ଦ କରିବାରେ ଗୋଟେ ମୁଖ୍ୟ ଭୂମିକା ନେବ ଏବଂ ମଧ୍ୟସ୍ଥତା ହେବ, ଯାହା ଦ୍ୱାରା ସେ ତାଙ୍କର ଲକ୍ଷ୍ୟ ହାସଲ କରିପାରିବେ। ତେବେ ପାକିସ୍ତାନକୁ କୁହାଗଲା ଯେ ତୁମେ ଯୁଦ୍ଧ ବନ୍ଦ କରାଅ। ଯେହେତୁ ଆପଣମାନେ ଜାଣିଥିବେ ମୁସଲିମ ବହୁଳ ଦେଶ ହେଉଛି ପାକିସ୍ତାନ, ସେପରି ଇରାନ ମଧ୍ୟ, କାରଣ ପଡୋଶୀ ଦେଶ, ସେଥିପାଇଁ ହୁଏତ ପାକିସ୍ତାନକୁ ମୋହରା ବନାଇଲେ ଡୋନାଲ୍ଡ ଟ୍ରମ୍ପ। ତେବେ ପାକ୍ ସେନା ମୁଖ୍ୟ ଅସିମ ମୁନିର ମଧ୍ୟ ମୋହରା ବନିଲେ। ତା ସହିତ ଟ୍ରମ୍ପଙ୍କ ଧ୍ୱଂସ ଧମକ ମଧ୍ୟ ଲୋକ ଦେଖାଣିଆ ବୋଲି କୁହାଗଲା। ତେବେ କଣ ଘଟିଲା ଏଠି ଆପଣଙ୍କୁ କହି ରଖୁଛୁ ଯେ ୟୁଏସ ଇରାନ ଯୁଦ୍ଧର ମଝିରେ ଏକ 2 ସପ୍ତାହର ଅସ୍ଥାୟୀ ଯୁଦ୍ଧ ବିରତି ହୋଇଛି। ଆପଣ ମାନେ ଜାଣିଥିବେ ଏହି ଯୁଦ୍ଧ ବିରତିରେ ପାକିସ୍ତାନ ମଧ୍ୟସ୍ଥତା କରିଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଘୋଷଣା କରିଛନ୍ତି। ତେବେ ସରିଫ ନିଜ ଏକ୍ସ ଟ୍ୱିଟର ପୋଷ୍ଟରେ କହିଛନ୍ତି ଯେ ୟୁଏସ ଇରାନ ଓ ସେମାନଙ୍କ ସହଯୋଗୀ ମାନେ ସମସ୍ତ ସ୍ଥାନରେ ତୁରନ୍ତ ଯୁଦ୍ଧ ବିରତି କୁ ମାନିଛନ୍ତି, କିନ୍ତୁ ପୋଷ୍ଟ କରିବା ସମୟରେ ପାକିସ୍ତାନ ଗୋଟେ ବଡ ଗଡବଡ ବା ବଡ ଭୁଲ କରିଦେଇଛି। ଲୋକମାନେ କହୁଛନ୍ତି ଯେ ଏହି ମେସେଜ ପାକିସ୍ତାନ ନିଜେ ଲେଖିନଥିଲା, ବରଂ ହ୍ୱାଇଟ ହାଉସ ରୁ ଏ ଲେଟର ଲେଖା ଯାଇଥିଲା ବା ହ୍ୱାଇଟ ହାଉସ ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଥିଲା। ତେବେ ପାକିସ୍ତାନ ପ୍ରକୃତରେ ମଧ୍ୟସ୍ଥତା କରୁଛି ନା କେବଳ ୟୁଏସ ର ମେସେଞ୍ଜର ସାଜିଛି? ତେବେ ଆମେରିକା ପାକିସ୍ତାନକୁ ମଧ୍ୟସ୍ଥତା ପାଇଁ କାହିଁକି ବାଛିଲା ଏ କଥା ମଧ୍ୟ ଆମେ ପୂର୍ବରୁ ଆଲୋଚନା କରିଛେ। ମୁଖ୍ୟ କାରଣ ଗୁଡିକ ମଧ୍ୟରେ ଆଉ ଗୋଟେ ରହିଲା ଯେ ଦୁଇ ପକ୍ଷ ସହ ସମ୍ପର୍କ, ପାକିସ୍ତାନର ଇରାନ ସହ ସୀମା ଯେହେତୁ ସୀମାବର୍ତ୍ତୀ ବା ପଡୋଶୀ ଦେଶ ଯେହେତୁ ଇରାନର ପାକିସ୍ତାନ ରହିଛି, ସେଥିପାଇଁ ଦୀର୍ଘ ଦିନର କୂଟନୈତିକ ସୁରକ୍ଷା ସମ୍ପର୍କ ମଧ୍ୟ ତାର ଅଛି। ସେଥିପାଇଁ ଆମେରିକା
पाकिस्तान को बाछिला। तेबे अमेरिका सह गत वर्षरु जदि कहबा पाकिस्तान रो मध्य संपर्क उन्नत रहिछि। पाकिस्तान आर्मी चीफ असीम मुनीर को मध्य ट्रम्प मोर प्रिय फील्ड मार्शल बोली कहिथिले। मुनीर एवं शरीफ ट्रम्प को सह बारंबार कथा होइछंती। भौगोलिक एवं अर्थ जदि कहबा भौगोलिक एवं व्यवहारिक सुविधा मध्य गोटे कारण होई पारे, कारण पाकिस्तान ईरान रो पड़ोसी देश होइतिबारु मेसेज पास करिबारे सहज हेबो। अमेरिका एक कथा मध्य चिंता कला। ओमान कतार भली देश गुड़िक युद्ध रे प्रभावित होइतिबारु पाकिस्तान सामना को आसिला। तबे पाकिस्तान रो एहा पछरे जेतबेले पाकिस्तान एथिरे मध्यस्थता करूची, पाकिस्तान रो कोन स्वार्थ अछि से कथा हम जदि आलोचना करिबा, युद्ध लंबिले पाकिस्तान सबुठु अधिक विपद रे पड़िबा बा सबुठु अधिक प्रभावित हेबो पाकिस्तान। कहीं ना वर्तमान सुधा मध्य पाकिस्तान होची आपण मन जानथिबे पाकिस्तान पाखरे वर्तमान किछि नाही। तेल मूल्य बढ़िची, तेल मूल्य आहुरी मध्य बढ़िबो। पाकिस्तान रो अर्थनीति जेमति कि भुसुडी पड़िबो। पाकिस्तान रे बहुत आर्थिक संकट देखा जिवो। सेथि पई पाकिस्तान ट्रम्प को कथारे एग्री होई थाई पारे। यह हेउची गोटे कारण। एभली अधिक अपडेट पई हम सहित जोड़ी हुंतु। हम चैनल को लाइक शेयर और सब्सक्राइब करो।